ବିଜେଡି ମୁଖିଆଙ୍କର ଆଉ ଜଣେ ଅଛନ୍ତି ଚଳନ୍ତି ପ୍ରତିମା କହନ୍ତି। କିଏ ସିଏ ଆପଣମାନେ ଜାଣିଥିବେ। ସେ ଯାହା ବି ହଉ ସେ ଆପଣଙ୍କର ପାଣ୍ଡୁ ହୁଅନ୍ତୁ ବା ଗାଣ୍ଡୁ ହୁଅନ୍ତୁ ସେ ଯିଏ ବି ହୁଅନ୍ତୁ। ହଁ ସାର୍ ଆମର ବଢିଆ କଥାଟା କହିଛନ୍ତି। ପାଣ୍ଡୁ ହଉ ନହେଲେ ଗାଣ୍ଡୁ ହଉ ହଉ ହେଲା। ସାର୍ ସେ ଗାଣ୍ଡୁ ଶବ୍ଦଟା କଣ? ସାର୍ ଗୋଟେ କାମ କଲେନି ସାର୍, ଆପଣ ତ ସ୍କୁଲରେ ବି ପଢେଇଥିବେ ଗାଣ୍ଡୁ। ଯାହା ନା ଥିବ ପାଣ୍ଡୁ ତାକୁ ପାଣ୍ଡୁ ନ ଡାକି ଆପଣ ଖାଲି ଗାଣ୍ଡୁ ଡାକି ଦଉଥିବେ। ସାର୍ ଆପଣ ଯୋଉ ପଳେଇ ଆଉଛନ୍ତି ଆପଣଙ୍କ ମୁହଁର ଭାଷା ପରିବର୍ତ୍ତନ କରିପାରୁନାହାନ୍ତି। ପାଣ୍ଡୁ ଗାଣ୍ଡୁ ଆଉ ଯଦି କେହି ଯଦି ତମକୁ କହିଦେଲା ଯେ ଇଏ ଗୋଟେ ବେଲଜ୍ଜା ଆଉ ସେଇଥିପାଇଁ ତମର ଗୋଟେ ବିରାଟ ଗୋଟେ ଖିଲା କରିଦବ, ତା ନାଁରେ ଏଫଆଇଆର କରିଦବ, ଜେଲ କରିଦବ। ମନ ମତ ଗୋଟେ କଣ କହିଦେଲା ତାକୁ କଣ ଜେଲ ପଠେଇବ। ତମର ଗୋଟେ ଅଭ୍ୟାସ ଆସିଗଲା ଯେ ଜେଲ ପଠେଇଦବ। ତମେ ଯୋଉ ପାଣ୍ଡୁ ଗାଣ୍ଡୁ କହୁଛ ସେଇଟା କଣ ଆମ ଓଡିଶାର ଶିକ୍ଷା? ପାଣ୍ଡିଆନ ଜଣେ ମାନେ ଓଡିଶାର ଆସିକି ଏତେ କାମ କଲେ ତାପରେ ବି ତାଙ୍କୁ ପାଣ୍ଡୁ ଗାଣ୍ଡୁ କହୁଛ। ହଁ ସିଏ ତ କେହି ନୁହେଁ ଆଉ। ସାର୍ ଆପଣଙ୍କ ମୁହଁରେ ଏଇଗୁଡା କିନ୍ତୁ ଶୋଭା ପାଉନି। ଲୋକ ଆପଣ ମାନଙ୍କୁ ଯୋଉ ଭାଷାରେ ଗାଳି ଦଉଛନ୍ତି ସେଇଟା କିନ୍ତୁ ଆପଣ ମାନଙ୍କ ମୁହଁର ସେଇଟା ଠିକ ଥିଲା।